ସ୍ମାର୍ଟ ହେବା ପାଇଁ 10ଟି ମହତ୍ତ୍ୱପୂର୍ଣ୍ଣ ନିୟମ। ଚାଣକ୍ୟ କହେ, ସ୍ମାର୍ଟ ଲୋକ ସେମାନେ ନୁହେଁ ଯେ ଅଧିକ କଥା କୁହନ୍ତି, ବରଂ ସେମାନେ ଯେଉଁମାନେ ସଠିକ୍ ସମୟରେ ସଠିକ୍ ଚାଲ ଖେଳନ୍ତି। ଜୀବନରେ ସ୍ମାର୍ଟ ହେବାକୁ ଚାହୁଁଛ, ତେବେ ଏହି 10ଟି ମହତ୍ତ୍ୱପୂର୍ଣ୍ଣ ନିୟମ ମନେ ରଖ। ନମ୍ବର 1, ସବୁଠୁ ଅଧିକ ବିଶ୍ୱାସ କେବେ କରନ୍ତୁ ନାହିଁ। ଚାଣକ୍ୟ କହେ, ଅତ୍ୟଧିକ ବିଶ୍ୱାସ ମନୁଷ୍ୟର ସବୁଠୁ ବଡ଼ ଦୁର୍ବଳତା। ସ୍ମାର୍ଟ ଲୋକ ସବୁ ଶୁଣନ୍ତି କିନ୍ତୁ ବିଶ୍ୱାସ ନିଜ ବୁଦ୍ଧି ଉପରେ କରନ୍ତି। ନମ୍ବର 2, ନିଜ ଯୋଜନାକୁ ଗୋପନ ରଖ। ଚାଣକ୍ୟ କହେ, ଯେଉଁ ଲୋକ ନିଜ ରହସ୍ୟ ଖୋଲିଦିଏ, ସେ ଆପଣଙ୍କୁ ଦୁର୍ବଳ କରେ। ସ୍ମାର୍ଟ ଲୋକେ କାମ କରନ୍ତି, କଥା ନୁହେଁ। ନମ୍ବର 3, ସବୁଠି ହସିବା ଛାଡ଼ିଦିଅ। ଚାଣକ୍ୟ କହେ, ଅତ୍ୟଧିକ ସରଳତା ମଣିଷକୁ ହାଲୁକା କରେ। ଆପଣଙ୍କର ମୂଲ୍ୟ ତାହାବେଳେ ବଢ଼େ ଯେତେବେଳେ ଆପଣ ନିଜକୁ ନିୟନ୍ତ୍ରଣ କରନ୍ତି। ନମ୍ବର 4, ଶତ୍ରୁଙ୍କୁ କେବେ ଅଣଦେଖା କର ନାହିଁ। ଚାଣକ୍ୟ କହେ, ଛୋଟ ଅଗ୍ନି ମଧ୍ୟ ଘରକୁ ଜଳାଇ ଦେଇପାରେ। ଛୋଟ ଶତ୍ରୁକୁ ମଧ୍ୟ ଗୁରୁତ୍ୱ ଦିଅ। ନମ୍ବର 5, ଆବେଗରେ ନିଷ୍ପତ୍ତି ନେବେ ନାହିଁ। ଚାଣକ୍ୟ କହେ, ରାଗ ଓ ଭୟ ମନୁଷ୍ୟଙ୍କର ବୁଦ୍ଧିକୁ ଅନ୍ଧ କରିଦିଏ। ସ୍ମାର୍ଟ ଲୋକେ ଶାନ୍ତି ମନରେ ନିଷ୍ପତ୍ତି ନିଅନ୍ତି। ନମ୍ବର 6, ସମୟକୁ ସବୁଠୁ ବଡ଼ ଅସ୍ତ୍ର କର। ଚାଣକ୍ୟ କହେ, ସମୟ ହିଁ ଶକ୍ତି। ଯେ ସମୟକୁ ବ୍ୟବହାର କରିପାରେ, ସେହି ଜୀବନରେ ଜିତେ। ନମ୍ବର 7, ସବୁଠି ନିଜ ଦୁଃଖ କହିବେ ନାହିଁ। ଚାଣକ୍ୟ କହେ, ଲୋକେ ତୁମର ଦୁଃଖ ଶୁଣି ଦୟା ନୁହେଁ ଦୁର୍ବଳତା ଖୋଜନ୍ତି। ନମ୍ବର 8, ଶିଖିବାକୁ କେବେ ବନ୍ଦ କରନ୍ତୁ ନାହିଁ। ଚାଣକ୍ୟ କହେ, ଜ୍ଞାନ ହେଉଛି ସେହି ଅସ୍ତ୍ର ଯାହା କେବେ ହାର ମାନେ ନାହିଁ। ନମ୍ବର 9, ନିଜକୁ ନିଜେ ନିୟନ୍ତ୍ରଣ କର। ଚାଣକ୍ୟ କହେ, ସେ ନିଜକୁ ଜିତିପାରେ, ସେ ପୃଥିବୀକୁ ମଧ୍ୟ ଜିତିପାରେ। ନମ୍ବର 10, ନିଜ ମୂଲ୍ୟକୁ ବଢ଼ାଅ। ଚାଣକ୍ୟ କହେ, ଯେତେବେଳେ ତୁମେ ଦୁର୍ଲଭ ହେବ, ସେତେବେଳେ ଲୋକେ ତୁମକୁ ଖୋଜିବେ। ଚାଣକ୍ୟ ଶେଷରେ କହେ, ସ୍ମାର୍ଟ ହେବାର ଅର୍ଥ ଚତୁର ହେବା ନୁହେଁ, ବରଂ ସମୟ, ପରିସ୍ଥିତି ଓ ଲୋକମାନଙ୍କୁ ବୁଝି ସଠିକ୍ ଚାଲ ଖେଳିବା। ଏହି ନିୟମଗୁଡ଼ିକ ଜୀବନରେ ଲାଗୁ କର। ତୁମେ ସାଧାରଣ ଲୋକ ହୋଇ ରହିବ ନାହିଁ, ବୁଦ୍ଧିମାନ ଓ ପ୍ରଭାବଶାଳୀ ଲୋକ ହୋଇ ଯିବ। ହଁ ବନ୍ଧୁମାନେ, ଏହି 10ଟି ନିୟମ ମଧ୍ୟରୁ ଆପଣଙ୍କୁ କେଉଁ ନିୟମଟି ପସନ୍ଦ ଆସିଛି, କମେଣ୍ଟରେ ଲେଖି ଯାଆନ୍ତୁ।